ଅଙ୍ଗନବାଡି କର୍ମୀଙ୍କର ଆନ୍ଦୋଳନ ଭୟଙ୍କର ହେବାରେ ଲାଗିଛି, ଯାହାକି ଏହି ଆନ୍ଦୋଳନ ପଛର କାରଣ ହେଉଛି ସେମାନଙ୍କର ବିଭିନ୍ନ ଦାବି। ଅଙ୍ଗନବାଡି କର୍ମୀଙ୍କର ଦାବି 18,000 ଟଙ୍କା ପ୍ରତି ମାସ ଏବଂ ସହାୟିକାମାନଙ୍କର 9,000 ଟଙ୍କା ପ୍ରତି ମାସ ଦରମା ଦେବାକୁ କୁହାଯାଉଛି। ଏହି ଆନ୍ଦୋଳନର ସଭାଗତ କର୍ମୀଙ୍କର ସଂଖ୍ୟା ଅଧିକ ଥିଲେ ମଧ୍ୟ ରାଜ୍ୟ ସରକାର ଏହି ଦାବିଗୁଡ଼ିକ ପୂରଣ କରୁନାହାନ୍ତି। ଏହା ଯୋଗୁଁ ଆନ୍ଦୋଳନ ତୀବ୍ର ରୂପ ନେଉଛି। ସାରା ଓଡ଼ିଶାର ଯେତେ ଅଙ୍ଗନବାଡି କର୍ମୀ ଅଛନ୍ତି ସେମାନେ ଲୋୟର ପିଏମ୍ଜିରେ ଆସି ଧାରଣାରେ ବସିଛନ୍ତି। ଦାବି ପୂରଣ ନ କରିବା ପର୍ଯ୍ୟନ୍ତ ସେମାନେ ଧାରଣାରୁ ଉଠିବେ ନାହିଁ ବୋଲି ଚେତାବନୀ ଦେଉଛନ୍ତି। ତେବେ ଭୁବନେଶ୍ୱରରେ ଗର୍ଜନ କରୁଛନ୍ତି ହଜାର ହଜାର ସଂଖ୍ୟାରେ ଅଙ୍ଗନବାଡି କର୍ମୀ ଏବଂ ସହାୟିକା ଭିକ ପ୍ରଦର୍ଶନ କରୁଛନ୍ତି। ଅଲ୍ ଓଡ଼ିଶା ଅଙ୍ଗନବାଡି ଲେଡିଜ୍ ୱାର୍କର୍ସ ଆସୋସିଏସନର ବିଧାନସଭା ଘେରାଉ ଡାକରା ଦେଇଛନ୍ତି। ଦରମା ବୃଦ୍ଧି, ମୋବାଇଲ ଦେବା ଭଳି ବିଭିନ୍ନ ଦାବି ନେଇ ବିଧାନସଭା ଘେରାଉ କରିଛନ୍ତି ଅଙ୍ଗନବାଡି କର୍ମୀମାନେ। ଯେ ପର୍ଯ୍ୟନ୍ତ ସରକାରୀକରଣ କରାଯାଇ ନାହିଁ ସେହି ପର୍ଯ୍ୟନ୍ତ କର୍ମୀମାନଙ୍କୁ 18,000 ଟଙ୍କା ଏବଂ ସହାୟିକାମାନଙ୍କୁ 9,000 ଟଙ୍କା ପ୍ରଦାନ କରିବା ପାଇଁ ଦାବି କରୁଛନ୍ତି। ଏମିତିକି 5G ମୋବାଇଲ ପାଇଁ ଦାବି କରୁଛନ୍ତି ଅଙ୍ଗନବାଡି କର୍ମୀ ଏବଂ ସହାୟିକାମାନେ। ତେବେ ସରକାରଙ୍କର ବିଭିନ୍ନ ଜନକଲ୍ୟାଣକାରୀ କାମଠାରୁ ଆରମ୍ଭ କରି ପୋଷଣ କାମଠାରୁ ଅନ୍ୟାନ୍ୟ କାମ କରୁଛନ୍ତି, ଯେଉଁଥିପାଇଁ ସେମାନଙ୍କର ଦରମା ବୃଦ୍ଧି କରିବାକୁ ଦାବି କରୁଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟରେ ଥିବା ସମସ୍ତ ଅଙ୍ଗନବାଡି କର୍ମୀ ଏବଂ ସହାୟିକା ଏବଂ ଆଶା ଦିଦିମାନଙ୍କର ବହୁ ଜଲ୍ଦି ସେମାନଙ୍କର ଦରମା ବୃଦ୍ଧି କରିବା କଥା ଚିନ୍ତା କରୁଛନ୍ତି।